ରଥଯାତ୍ରା ପରେ ପୁରୀରେ ଘଟିଛି ଏକ ବହୁତ ବଡ଼ ଅଘଟଣ। ରଥଯାତ୍ରା ସରିବା ପରେ ବଡ଼ଦାଣ୍ଡରେ ଘଟିଲା ଏକ ଲୋମଟାଙ୍କୁରା ଘଟଣା। ଚାରିଆଡ଼େ ଲୋକମାନେ ଖାଲି ବିକଳ ରଡ଼ି କରୁଛନ୍ତି। ରାସ୍ତାଘାଟ ପୁରା ଜାମ୍ ହୋଇଯାଇଛି। ସବୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି। ହେଲେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଲୋକଟିକୁ କେହି ଉଠାଉ ନଥାନ୍ତି। ଲୋକଟିର ସ୍ତ୍ରୀ ବିକଳ ହୋଇ ମହାପ୍ରଭୁଙ୍କୁ ଡାକୁଥାଏ। ଏମିତି ଏକ ଲୋମଟାଙ୍କୁରା ଘଟଣାଟିଏ ଘଟିଯାଇଛି ବଡ଼ଦାଣ୍ଡରେ। ହଁ ବନ୍ଧୁମାନେ, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଜଗତର ନାଥ ଜଗନ୍ନାଥଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତାହେଲେ ଭିଡ଼ିଓଟିକୁ ଏକ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଭୁବନେଶ୍ୱରର ରୂପା ଓ ସୋମୁ ଦୁହେଁ ସୁନ୍ଦର ପଦାରେ ଏକ ଘର ଭଡ଼ା ନେଇ ରହୁଛନ୍ତି। ତାଙ୍କର ପ୍ରକୃତ ଘର ହେଉଛି କୋରାପୁଟରେ। ପାରିବାରିକ କଳହ ଯୋଗୁଁ ଭୁବନେଶ୍ୱର ଆସି ଦିନ ମଜୁରିଆ ଭାବରେ କାମ କରୁଛନ୍ତି। ଆଉ ସବୁବେଳେ ଦୁହେଁ ଦୁହିଁଙ୍କୁ ବୁଝାଇ କୁହନ୍ତି, ମହାପ୍ରଭୁ ଜଗନ୍ନାଥ ଏତେ ନିଷ୍ଠୁର ନୁହନ୍ତି। ସେ ଦିନେ ନା ଦିନେ ସବୁ କଳିଝଗଡ଼ା ବନ୍ଦ କରିଦେବେ। ଦୁଇ ଜଣଙ୍କର ଅନେକ ବିଶ୍ୱାସ ଥାଏ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ। ଗତକାଲି କାମରୁ ଫେରି ଟିଭି ଦେଖିବା ସମୟରେ ରୂପା ସୋମୁକୁ କହିଲେ, ହେଇ ଜାଣିଛ, ମହାପ୍ରଭୁଙ୍କ ଘୋଷଯାତ୍ରା ସରିଗଲା, କିନ୍ତୁ ଆମେ ଟିକିଏ ପୁରୀ ଯାଇ କାଳିଆକୁ ଦେଖିପାରିଲେନି। ହେଲେ ଏବେ ତ ପୁରୀରେ ଭିଡ଼ କମିଗଲାଣି। ଚାଲ ଟିକିଏ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆସିବା। ସ୍ତ୍ରୀର କଥାକୁ କାଟି ନ ପାରି ସକାଳୁ ସକାଳୁ ବାହାରି ପଡ଼ିଛନ୍ତି ପୁରୀ ଅଭିମୁଖେ। ପୁରୀ ବସ୍ଷ୍ଟାଣ୍ଡରେ ପହଞ୍ଚି ସ୍ୱାମୀ ସ୍ତ୍ରୀ ହାତ ଧରାଧରି ହୋଇ ମାଉସୀ ମା ମନ୍ଦିର ଆଡ଼କୁ ଯାଉଥାନ୍ତି। ପୁରୀ ବଡ଼ଦାଣ୍ଡରେ ପାଦ ଦେଲା ପରେ ରୂପାଙ୍କ ଖୁସି କହିଲେ ନ ସରେ। କାହିଁ କେତେ ଦିନ ସେ ମହାପ୍ରଭୁଙ୍କୁ ଦର୍ଶନ କରିନଥିଲେ। ସେଥିପାଇଁ ତାଙ୍କ ମନ ଡହଳ ବିକଳ ହେଉଥିଲା। ମହାପ୍ରଭୁଙ୍କୁ ଦେଖିବେ ବୋଲି ତାଙ୍କ ଆଖିରେ ନିଦ ନଥିଲା, ଆଉ ପେଟରେ ଭୋକ ମଧ୍ୟ ନଥିଲା। ମହାପ୍ରଭୁଙ୍କୁ ଆଖି ପୂରେଇ ଥରୁଟିଏ ମନ ଭରି ଦେଖିନେଲେ ତାଙ୍କ ପେଟ ଭରି ହୋଇଯାଏ, ଆଉ ମନରେ ଖେଳିଯାଏ ଅପୂର୍ବ ଶିହରଣ। ଏମିତି ଦୁହେଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥାନ୍ତି। ହଠାତ୍ ଜଣେ ଭିକାରୀଟିଏ ଆସି ସେମାନଙ୍କୁ ଭିକ୍ଷା ମାଗିବାକୁ ଲାଗିଲା। ହେଲେ ସୋମୁଙ୍କ ପାଖରେ ଖୁଚୁରା ପଇସା କିଛି ନଥିଲା। ତେଣୁ ରୂପାକୁ ସେଇ ଭିକାରୀ ପାଖରେ ଛିଡ଼ା କରିଦେଇ ଏକ ପାନ ଦୋକାନକୁ ଖୁଚୁରା ଆଣିବାକୁ ଯିବା ସମୟରେ ତାଙ୍କ ସହିତ ଘଟିଗଲା ବହୁତ ବଡ଼ ଅଘଟଣ। କୋଉଠି ଥିଲା କେଜାଣି ସେ ମଦୁଆ ବାଇକ୍ ବାଲାଟି ହଠାତ୍ ପଛରୁ ଗାଡ଼ିଟିକୁ ଆଣି ସୋମୁଙ୍କ ଦେହରେ ପିଟିଦେଲା। ଆଉ ସେଇ ବଡ଼ଦାଣ୍ଡରେ ମୁହଁ ମାଡ଼ି ତଳେ ପଡ଼ିଗଲେ ସୋମୁ। ଦେହ ସାରା ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଛି। କ୍ଷଣିକ ଭିତରେ ଅନେକ ଲୋକମାନେ ସେଠାରେ ରୁଣ୍ଡ ହୋଇଗଲେ। ସମସ୍ତେ କହୁଥାନ୍ତି, ଆମ୍ବୁଲାନ୍ସକୁ ଡାକ, ଆମ୍ବୁଲାନ୍ସକୁ ଡାକ। ହେଲେ କେହି ସୋମୁକୁ ଛୁଉଁ ନଥାନ୍ତି। ରୂପା ଖାଲି ବିକଳ ହୋଇ କହୁଥାନ୍ତି, ହେ ଭାଇମାନେ, ତୁମ ଗୋଡ଼ ହାତ ଧରୁଛି, ତୁମକୁ ନେହୁରା ହେଉଛି, ମୋ ସ୍ୱାମୀକୁ ଟିକିଏ ହସ୍ପିଟାଲ ନେଇଯାଅ, ଟିକିଏ ହସ୍ପିଟାଲ ନେଇଯାଅ। ସମସ୍ତେ ଛିଡ଼ା ହୋଇଥାନ୍ତି, ହେଲେ କେହି ଭୟରେ ସାହାଯ୍ୟ କରୁନଥାନ୍ତି। ସେଉଠୁ ରୂପା ଆଉ କିଛି ଉପାୟ ନ ପାଇ ସେଇ ବଡ଼ଦାଣ୍ଡରେ କାନି ପତେଇ ଭିକ ମାଗି ମହାପ୍ରଭୁଙ୍କୁ କହିବାକୁ ଲାଗିଲେ, ହେ କାଳିଆ ଠାକୁର, ହେ ଜଗତର ନାଥ ଜଗନ୍ନାଥ, ବଞ୍ଚେଇ ଦିଅ ମୋ ସ୍ୱାମୀକୁ, ରକ୍ଷା କର ମୋ ଶଙ୍ଖା ସିନ୍ଦୁରକୁ। ହେ ଜଗନ୍ନାଥ, ଯଦି ସତରେ ଅଛ ତୁମେ ପ୍ରଭୁ, ତେବେ ବଡ଼ଦାଣ୍ଡରେ ଦେଖେଇ ଦିଅ ତୁମ ଚମତ୍କାର ପ୍ରଭୁ, ଦେଖେଇ ଦିଅ ତୁମ ଚମତ୍କାର। ହେ କାଳିଆ ସାଆନ୍ତେ, ତୁମେ ତ ଜାଣିଛ ପ୍ରଭୁ, ମୋ ସ୍ୱାମୀ ଛଡ଼ା ଆଉ ମୋର କେହି ନାହାନ୍ତି। ଘର ଲୋକ ତ କେବେଠୁ ପର କରିଦେଇଛନ୍ତି। ଆଜି ତୁମେ ଯଦି ମୋ ସ୍ୱାମୀକୁ ମୋ ପାଖରୁ ପର କରିଦେବ, ତେବେ ମୁଁ ଏଇ ବଡ଼ଦାଣ୍ଡରେ ଜୀବନ ହାରିଦେବି ପ୍ରଭୁ, ଏଇ ବଡ଼ଦାଣ୍ଡରେ ଜୀବନ ହାରିଦେବି। ମହାପ୍ରଭୁଙ୍କୁ ଏମିତି କାନ୍ଦି କାନ୍ଦି ଅନେକ କଥା କହିଲେ ରୂପା। ଆଖିରୁ ଧର ଧର ଲୁହ ବୋହି ଯାଉଥାଏ। ଆଉ ଠିକ୍ ଏତିକି ବେଳେ ବଡ଼ଦାଣ୍ଡରେ ଘଟିଲା ଏକ ବିରାଟ ଚମତ୍କାର।
ଦୁଇ ଜଣ ସୁସ୍ଥ ସବଳ ବ୍ୟକ୍ତି ଆସି ସୋମୁକୁ କାନ୍ଧରେ ପକାଇ ଏକ ଅଟୋ ସାହାଯ୍ୟରେ ମେଡିକାଲକୁ ନେଇଗଲେ। ସମସ୍ତେ ସେ ଦୁଇ ଜଣକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଉଥାନ୍ତି। ସେ ଦୁଇ ଜଣ ଯେଉଁ ବାଟରେ ଚାଲି ଯାଉଥାନ୍ତି ସେ ବାଟରେ ଭାସି ଯାଉଥାଏ ଚନ୍ଦନ କର୍ପୂରର ବାସ୍ନା। ସତେ ଯେମିତି ମୋ କାଳିଆ ଶାନ୍ତ ତାଙ୍କ ଭକ୍ତକୁ ନିଜେ ଆସି କାନ୍ଧରେ ପକାଇ ନେଇଯାଉଛନ୍ତି। ହଁ ବନ୍ଧୁମାନେ, ରଖିବ ଯଦି ସେ ମାରିବ କିଏ? ସତରେ ମହାପ୍ରଭୁଙ୍କ କୃପା ଥିଲେ ମଲା ମଣିଷ ବି ଜୁଇରୁ ଉଠି ଆସିବ, ଅନ୍ଧଟିଏ ମଧ୍ୟ ଆଲୁଅ ଦେଖିପାରିବ। ସତରେ କେଡ଼େ ଭାବଗ୍ରାହୀ ସେ ମହାପ୍ରଭୁ ଜଗନ୍ନାଥ। ଯଦି ଭକତଟିଏ ବିକଳ ହୋଇ ଡାକି ଦେଉଛି ସେ ଭକତର ଦୁଃଖ ନ ସହିପାରି ଚାଲି ଆସୁଛି। ସତରେ କିଏ ବୁଝିବ ବା ତାଙ୍କର ଲୀଳାକୁ? ସେ ତ ଅନନ୍ତ କୋଟି ବ୍ରହ୍ମାଣ୍ଡର ମଉଡ଼ମଣି, ସେ ତ ବିଶ୍ୱରୂପଧାରୀ ପରମ ପୁରୁଷ। ହଁ ବନ୍ଧୁମାନେ, ମହାପ୍ରଭୁଙ୍କୁ ସର୍ବଦା ଭକ୍ତି କରୁଥିଲେ ଯେତେ ବାଧା ବିଘ୍ନ ଆସିଲେ ବି ସେ କଳା ଠାକୁର ସବୁକିଛି ଦୂର କରିଦେବେ। ବନ୍ଧୁମାନେ, ସତ କାହାଣୀଟି ଯଦି ସତରେ ଆପଣଙ୍କ ହୃଦୟକୁ ଛୁଇଁଛି ଆଉ ଆପଣ ଯଦି ମହାପ୍ରଭୁଙ୍କୁ ହୃଦୟରୁ ଭଲ ପାଉଛନ୍ତି ତେବେ କମେଣ୍ଟ ବକ୍ସରେ ଲେଖିବାକୁ ଜମାରୁ ବି ଭୁଲିବେନି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।